শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ ভাগবত দশম স্কন্ধ 39 ଅଧ୍ୟାୟ ପୂର୍ବ ଅଧ୍ୟାୟ ଶେଷ କଥା 39ରେ ବ୍ୟବସ୍ଥା। ଶ୍ରୀ ଶୁକ ଉବାଚ ଶୁଣ ପରୀକ୍ଷ ନୃପମଣି ସ୍ୱର୍ଗେ ଶୁଭିଲା ଜୟବାଣୀ। ଆକାଶେ ଥିଲେ ଯେ ନାରଦ ଜାଣିଲେ ଷଣ୍ଢାସୁର ବଧ। ମନ ଆନନ୍ଦେ ଦେବ ଋଷି କୃଷ୍ଣ ମହିମା ପରଶଂସି। ମଥୁରା ନଗରେ ମିଳିଲେ କଂସ ରାଜାର ସଭା ତଳେ। ଦେଖି ଉଠିଲା ଭୋଜ ବୀର ନମିଲା ମୁନିଙ୍କ ପୟର। ଆନନ୍ଦେ ଶିରେ କର ଦେଇ ଆସନେ ବସାଇଲା ନେଇ। ସ୍ୱଭାବେ ଭୋଜ ବଂଶେ ରାଜା ମୁନି ଚରଣେ କଲା ପୂଜା। କୁଶଳ ବାରତା ପଚାରି ବିଶ୍ୱାସ କରି ପାଦ ଧରି। କଂସର ଭକ୍ତିରେ ନାରଦ କହନ୍ତି ପାଇ ମନେ ଖେଦ। ତୁ ରାଜା ମୋହର ବିଶ୍ୱାସ ମୋର ବଚନେ ତୋର ଆସ। ତୋତେ ମୋହର ଚିତେ ଦୟା ପୂର୍ବେ ମୁଁ କହିଅଛି ଯାହା। ତୁ ତାହା ନ ଶୁଣିଲୁ କର୍ଣ୍ଣେ ଏବେ ମରିବୁ ଅଳ୍ପ ଦିନେ। ଶୁଣ କହି ମନ ଖେଦ ମୋ ମୁଖୁ ନଷ୍ଟୁରଇ ବେଦ। ଦେବତା ମାନେ ତୋ ବୈରୀ ତୋର ମରଣେ କୂଟ କରି। ଗୋପେ ଯାଦବ ଅବତାରେ ଦେବକୀ ବସୁଦେବ ଘରେ। ହରିଙ୍କି କରାଇଲେ ଜନ୍ମ ଭିଣୋଇ କଲା ଏଡ଼େ କର୍ମ। ଅଷ୍ଟମ ଗର୍ଭେ ଏହା ନାରୀ ରାତ୍ରେ ପ୍ରସବିଲା ମୁରାରୀ। ତୋର ଭିଣୋଇ ତାହା ନେଇ ଅଇଲା ନନ୍ଦ ଘରେ ଥୋଇ। କନ୍ୟାଏ ଥିଲା ତାର ଘରେ ଯାହା କଚାଡ଼ିଲୁ ଶିଳାରେ। ତୋହର ହସ୍ତୁ ଶୂନ୍ୟ ଗଲା ତେବେ ହେ ଜ୍ଞାନ ତୋ ନହିଲା। ରୋହିଣୀ ବସୁଦେବ ନାରୀ ପଳାଇ ଗଲା ତୋତେ ଡରି। ତାହାର ଗର୍ଭ ହୋଇଥିଲା ସେହି କୁମରେ ପ୍ରସବିଲା। ହରିର ଅଂଶେ ଅବତାର ସେ ତୋତେ ମାରିବେନି କର। ରାମ ଗୋବିନ୍ଦ ବେନି ଭାଇ ବଢିଲେ ଗୋପପୁରେ ଥାଇ। ବସୁଦେବର ମିତ୍ର ନନ୍ଦ ସେ ତୋତେ କଲା ଏଡ଼େ ଛନ୍ଦ। ପୂତନା ଆଦି ଷଣ୍ଢା ଯାଏ ସବୁ ମାରିଲେ ବେନି ପୋଏ। ଇନ୍ଦ୍ରର ଦର୍ପ କରି ଚୂର ହସ୍ତେ ତୋଳିଲେ ଗିରିବର। କାଳିଅ ଥିଲା କାଳି ଦହେ ପଳାଇ ଗଲା ତାର ଭଏ। କହିବି କେତେ ଗୁଣ ତାର ଦେବଦାନବେ ଅଗୋଚର। ହେମନ୍ତ ବୋଲି ମୁନିବର କହିଲେ ସମସ୍ତ ବିଚାର। ଶୁଣି ଅସୁର ଥର ହର କାତରେ କମ୍ପଇ ଶରୀର। ତୀକ୍ଷ୍ଣ ଖଡ଼ଗ ଘେନି କରେ ବେଗେ ଉଠିଲା କୋପ ଭରେ। ବସୁଦେବକୁ ଅଣାଇଲା ଅନେକ ମାଡ଼ ମରାଇଲା। ହାଣିବ ବୋଲି କୋପ ଭର ନାରଦ ଧଇଲେ ତା କର। ନାରଦ ବଚନେ ବିଶ୍ୱାସ ପାଦେ ଭରିଲା ଲୋହ ପାଶ। ଧନ ସମ୍ପଦ ଜୁର କଲା ବନ୍ଦୀ ମନ୍ଦିରେ ରଖାଇଲା। କଂସକୁ କହି ବ୍ରହ୍ମା ସୂତ ଆକାଶେ ଚଳିଲେ ତୁରିତ।
ମୁନି ଅନ୍ତରେ ଭୋଜରାଏ ଭାଳଇ ଜୀବନର ଭଏ କେସି ଦଇତ କୁଅଣାଇ କହଇ ବିଶ୍ୱାସ କରାଇ ତୁମର ଭ୍ରାତ ସହୋଦର ବହନ ଯାଅ ଗୋପପୁର ବସୁଦେବର ପୁତ୍ର ଦୁଇ ରାମ ଗୋବିନ୍ଦ ବେନି ଭାଇ ବହନ କର ପ୍ରାଣୀ ନାଶ ଦେବୀ ସମ୍ପଦ ଗ୍ରାମ ଦେଶ ତେବେ ସେ ଜୀବନେ ମୋ ଆସ ଭୋଭ୍ରାତ ନ କର ଅଳସ କଂସର ଆଜ୍ଞା ଘେନି ଶିରେ କେସି ଚଳିଲା ଗୋପପୁରେ ଚାଣୁର ମୁଷ୍ଟି କର ମେଳେ ଦର୍ପିଷ୍ଟ ମାଲେ ବଳିଆରେ ଗଜକୁ ବଳୟ ମାହୁନ୍ତ ପାତ୍ର ସାମନ୍ତ ଇଷ୍ଟ ମିତ୍ର ଅଣାଇ କହଇ ଅସୁର ଜଣ ଜଣକେ ଧରି କର ଭୋବୀର ମୁଷ୍ଟିକ ଚାଣୁର କହି ଯେ ଗଲେ ମୁନିବର ବସୁଦେବତା ପୁତ୍ର ଦୁଇ ଗୋପରେ ଅଇଲା ଲୁଚାଇ ଗୋପତେ ନନ୍ଦ ଘରେ ଥାଇ ବଢିଲେ ବଳବନ୍ତ ହୋଇ ଯେତେ ଅସୁର ମୋର ଗଲେ ଗୋପରେ ଥାଇ ସଂହାରିଲେ ଦିନକୁ ଦିନ ବଳିଆର ସେ ମୋତେ କରିବେ ସଂହାର ତାହାକୁ ଅଣାଇବି ଧରି ଏଥେ ମାରିବି ଯୁଦ୍ଧ କରି ମାଲ ବିନ୍ଧାଣେ ମରାଇବି ତେବେଟି ଜୀବନ ପାଇବି ଦେବଇ ସମ୍ପଦ ବହୁତ ଗଜ ତୁରଙ୍ଗ ଯୁଥ ଯୁଥ ଶୁଣ ପାତ୍ର ମନ୍ତ୍ରୀ ବର ମଞ୍ଚା କରାଇବ ପାର ରଙ୍ଗ ସଭାଏ ଭିଆଇବ ତୁମ୍ଭେ ସକଳେ ଦେଖୁଥିବ ଦେବକୀ ବସୁଦେବ ଆସି ମଞ୍ଚା ଉପରେ ଥିବେ ବସି ତୁମ୍ଭେ କରିବ ମାଲରଣ ଦେଖିବେ ପୁତ୍ରଙ୍କ ମରଣ ମାହୁନ୍ତ ଥିବ ରଙ୍ଗ ଦ୍ୱାରେ ବସି କୋବଳୟା ପିଡ଼ରେ ଦନ୍ତେ ଗୁନ୍ଥାଇବେନି ଭାଇ ମାରିବ ସଭା ତଳେ ନେଇ ଅନେକ ଧନ ରତ୍ନ ଦେବି ମୋହର ମୈତ୍ର କରିବି ସମସ୍ତେ ଶୁଣ ମୋ ଉତ୍ତର ତୁମ୍ଭେ ଭିଆ ଧନୁଘର ଶୁକ୍ଳ ଚତୁର୍ଦ୍ଦଶୀ ଦିନେ ପୂଜା କରିବ ରାତ୍ର ମାନେ ଛେଳି ମଇଁଷି ବଳି ଭୋଜା କ୍ଷେତ୍ରପାଳଙ୍କୁ କର ପୂଜା ଘୋଷଣା ଦିଅ ଚାରି ଦିଗେ ଗ୍ରାମ ପାଟଣା ପୁର ଭାଗେ ଜନପରଜା ଯେତେ ଦୁଃଖୀ ଆସିବେ ଧନୁ ଯାତ୍ରା ଦେଖି ଦେବଇ ଧନ ବସ୍ତ୍ର ଅନ୍ନ ତୁଳା ପୁରୁଷ ଆଦି ଦାନ ଏମନ୍ତ କହି କଂସ ଗଲା ଭିତର ପୁରେ ବିଜେ କଲା ଅକ୍ରୂର ନାମେ ମନ୍ତ୍ରୀ ବର ଯାଦବ ବଂଶେ ବଳିଆର କଂସର ବିଶ୍ୱାସ ପାର ଡକାଇ ଆଣିଲା ସକର ତାହାର କରେ ହସ୍ତ ଦେଇ କହଇ ଏକାନ୍ତେ ବସାଇ ଭୋମନ୍ତ୍ରୀ ଶୁଣ ମୋ ଉତ୍ତର ବିଶ୍ୱାସୀ ଅଟୁ ତୁମୋହର ଇଷ୍ଟ ବନ୍ଧୁରେ ସତ୍ୟ କହି ବେଦ ପୁରାଣେ ଅଛଇ ତୋ ତହୁଁ ନାଇଁ ମୋର ହିତ ତୁମର ପ୍ରାଣ ପଞ୍ଚଭୂତ ତୋହର ବଳେ ଆଜ ମୁହିଁ ଶତ୍ରୁ ସଂହାରିତେ ଲୋଡ଼ଇ ଯେସନେ ବିଷ୍ଣୁ ଆଶ୍ରେ କରି ଦେବେ ହୁଅନ୍ତି ସୁଖଚାରୀ ନନ୍ଦ ଗୋକୁଳେ ବେগে ଯାଅ
ମୋହର ହିତେ ଯେବେ ଥାଅ ତୁମ୍ଭର ବଳେ ମୁଁ ନିଶ୍ଚିନ୍ତ। ଭୂମିତ୍ର କହିଲିଟି ସତ୍ୟ ବସୁଦେବର ପୁତ୍ର ଦୁଇ ରାମ ଗୋବିନ୍ଦ ବେନି ଭାଇ। ଥୋଇଲା ନେଇ ନନ୍ଦ ଘରେ ଲୁଚାଇ ବସୁଦେବ ଡରେ। ତୁ ବେଗେ ରଥ ଘେନି ଯାଅ ମୋର ଛାମୁରେ ଆଣି ଦିଅ। ଦେବକୀ ବିଭା ହେଲା ବେଳେ ମୋତେ ଯା ଦେବେ କହିଥିଲେ ସେ କଥା ହୋଇଲା ଯୁକତେ। ନାରଦ କହି ଗଲେ ମୋତେ ମାରିବେ ବେନି ଭାଇ। ସେ କଥା ଉଚିତ ଯେ ହୋଇ ଗୋକୁଳେ ଥାଇ ବଳିୟାର ଅନେକ ମାଇଲେ ଅସୁର। ବାଳୁତ କାଳୁ ତାକୁ ଧରି ବେଗେ ମୁଁ ପକାଇବି ମାରି। ତେବେ ମୋହର ମନ ସ୍ଥିର ଭୂମିତ୍ର ଧରୁ ଅଛି କର। ନନ୍ଦ ଯଶୋଦା ତାଙ୍କ ସଙ୍ଗେ ଘେନାଇ ଆସ ଯାଇ ବେଗେ। ଗୋରସ ଆଣ ସତେ ଭାର ଧନୁ ଉତ୍ସବ ଯାତ୍ରା ମୋର। ଅଣାଇ ମଥୁରା ନଗରେ ବନ୍ଦୀ କରିବି ବନ୍ଦୀ ଘରେ। ରାମ ଗୋବିନ୍ଦେ ଅଣାଇବି ହସ୍ତିର ପାଦେ ମନ୍ଥାଇବି। ଯେବେ ଉବୁରିବେ ସେଠାରୁ ମାଲେ ଅଛନ୍ତି ମହାମେରୁ। ଏହାଙ୍କ ହସ୍ତେ ମରାଇବି ତେବେ ସେ ଜୀବନ ପାଇବି। ନନ୍ଦ ଯଶୋଦା ବସୁଦେବ ଦେବକୀ ଯେତେ ଯାଦବ ଏହାଙ୍କୁ ପେଶି ଯମପୁର ତେବେ ଜୀବନ ସ୍ଥିର ମୋର। ଉଗ୍ରସେନଙ୍କୁ ଧରି ଆଣି ଏଠାରେ ପକାଇବି ହାଣି। ଦେବକ ନାମେ ତାର ଭାଇ ମୋର ମରଣ ସେ ଲୋଡ଼ଇ। ମୋର ବଇରିଛନ୍ତି ଯେତେ ଭୂମିତ୍ର ମାରିବି ଏ ମତେ। ତେବେ ସେ ମହି ଅକଣ୍ଟକ ଭୋଗ କରିବି ମୁହିଁ ଏକ। ଶ୍ୱଶୁର ଜରାସନ୍ଧ ମୋର ସଂଗାତ ଦୁଇବିଦ ବାନର। ଆବର ନାରକା ଅସୁର ବଡ଼ ସୁହୃଦ ବାଣାସୁର। ଏ ମୋର କଛେ ବଳିୟାର ମୋତେ ଡରଇ ସୁନାସିର। ଭୂମିତ୍ର ଯାଅ ବେଗ ହୋଇ ଧନୁ ଉତ୍ସବ ଯାତ୍ରା କହି। ବହନ ଆଣ ବେନି ଭାଇ ମିତ୍ର ମୋହର ଯେବେ ତୁହି। ଏମନ୍ତ କଂସ ବୋଲ ଶୁଣି ଅକ୍ରୂର ମନେ ମନେ ଗୁଣି। ବୋଲଇ ଶୁଣ ନରନାଥ ଏ କଥା ତୋହର ଉଚିତ। ରିପୁକୁ ବୁଦ୍ଧି ବଳେ ମାରି ତେବେ ଜୀବନ ସୁଖେ ଧରି। କହଇ ଶୁଣ ନରେଶ୍ୱର ଦଇବ ବଳ ବଳିୟାର। ଯେ ଯାହା କର୍ମ ଫଳ ବଳେ ଭୋଗ କରନ୍ତି ମହିତଳେ। ମର୍ତ୍ତେ ମାନବ ଦେହ ବହି ଲାଭ ଲାଭ ନ ଜାଣଇ। ଯେ ଯାହା ପୂର୍ବେ ଥାଇ କରି ଭୁଞ୍ଜଇ ସେ ଫଳ ଆବୋରି। ଶୋକ ହରସ ବେନି ପଥି ମିଳନ୍ତି କର୍ମର ଆୟତେ। ତୋହର ଆଜ୍ଞା ଶିରେ ଘେନି ଭୂମିତ୍ର ଯିବି ଏହି କ୍ଷଣି। ଶୁଣି ହରସ ଭୋଜ ରାଜା ଅକ୍ରୂରେ କଲା ମିତ୍ର ପୂଜା। କଂସ ପଶିଲା ଅନ୍ତପୁର ଅକ୍ରୂର ହୋଇଲା ବାହାର। ପଥେ ସେ ବିଚାରଇ ମନେ କୃଷ୍ଣଙ୍କୁ ଦେଖିବି କେଶନେ। ସତେ କି ଦେଖିବି ଶ୍ରୀମୁଖ ଖଣ୍ଡିବି କୋଟି ଜନ୍ମ ଦୁଃଖ। ମିଳିଲା ନିଜ ଘରେ ଯାଇ
ଗୋବିନ୍ଦ ପାଦେ ଚିତ ଦେଇ କହଇ ଦାସ ଜଗନ୍ନାଥ ଅକ୍ରୂର ସଜ କଲା ରଥ ସେ ରଥ ପଛେ ଥାଇ ଧୀରେ ମନ ମୋ ଯାଉ ଗୋପପୁରେ ସୁଜନେ ଆସ ସଙ୍ଗତରେ କୃଷ୍ଣ ଦେଖିବା ବେନି ଡୋଳେ ଅକ୍ରୂର ରଥେ ମନ ଥୁଅ ସଂସାର ସୁଖେ ଧ୍ୱଂସ ନୁହ ବାରେ ଦେଖିଲେ କୃଷ୍ଣ ରୂପ ଆଉ କି ଥିବ ମନେ ତାପ